प्रभु जीशुଙ୍କ नामରେ ସମସ୍ତଙ୍କୁ ନମସ୍କାର ଜ୍ଞାପନ କରେ। ଅତି ଦୁଃଖ ଶୋକାକୁଳ ପରିବେଶ ମଧ୍ୟ ଦେଇ ମୋର ପ୍ରିୟ ଦର୍ଶକଗଣ, ଆପଣମାନେ ଯେଉଁ ଭିଡ଼ିଓ ଦେଖୁଛନ୍ତି ଏହା କୌଣସି ସଭା ସମିତି କିମ୍ବା ମନୋରଞ୍ଜନ ନୁହେଁ। ଏକ ଦୁଃଖ ଶୋକର ଛାୟା ଖେଳି ଯାଇଛି ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ବାଇସେଲ ଗ୍ରାମରେ ଷ୍ଟିଫାନ ରୈତଙ୍କ ଜନ୍ମ ହୋଇଥିଲା। ସେ ଏତେ ସରଳ ନମ୍ର ପୁଣି ପ୍ରଭୁ ଭୟ ଜୀବନ କାଟୁଥିଲେ। ଲୋକଙ୍କୁ ସମ୍ମାନ ଦେବା, ଲୋକଙ୍କ ଠାରୁ ସମ୍ମାନ ପାଇବା ତାଙ୍କଠାରୁ ଶିକ୍ଷା ମିଳେ। ମୋର ପ୍ରିୟ ଦର୍ଶକ, ତାଙ୍କ ସଂସ୍ପର୍ଶରେ ମୁଁ ଆସିଥିବାରୁ ତାଙ୍କୁ ମୁଁ ପ୍ରାୟ ଜାଣେ। ସେ ଅତି ଭଲ ଲୋକ ଥିଲେ। ସେ ପ୍ରଭୁଙ୍କ ପାଇଁ ନିଜକୁ ଅତି ଛୋଟ ବେଳରୁ ନିଜକୁ ଉତ୍ସର୍ଗୀକୃତ କରିଥିଲେ, ଯେଉଁଥିପାଇଁ କି ଆଜି ଆପଣମାନେ ଯେଉଁ ଶୋକାକୁଳ ପରିବେଶ ଦେଖୁଛନ୍ତି, ଜନସମୁଦ୍ର ଦେଖୁଛନ୍ତି, କହିବାକୁ ଗଲେ ଦୁଃଖ ବି ଲାଗୁଛି। ଅତି ସ୍ୱଳ୍ପ ବୟସରେ ହଠାତ୍ ସେ ପ୍ରଭୁଙ୍କ କୋଳକୁ ଚାଲିଗଲେ। ଯାହାକି ଷ୍ଟିଫାନ ଯେ ମରିଯାଇଛନ୍ତି, ଏହା ହଠାତ୍ ଭାବିବାକୁ ଅକଳ ଲାଗୁଛି। ସେ ବଞ୍ଚିଛନ୍ତି ଏହା ମନେ ହେଉଛି, କିନ୍ତୁ ଏହା ଗୋଟିଏ କାହାର ମୃତ୍ୟୁ କି ବୋଲି ଭାବି ହେଉଛି। ମୋର ପ୍ରିୟ, ଅଚାନକ ଏମିତି ପ୍ରାଣ ଚାଲିଯିବ କେହି ବି ଭାବିନଥିଲେ। ସେ ନିଜେ ବି ଚିନ୍ତା କରିନଥିଲେ। ହଠାତ୍ ଅସୁସ୍ଥ ଅନୁଭବ କଲେ। ପାଳାଖେମୁଣ୍ଡି ମେଡ଼ିକାଲ ନିଆଗଲା। ପାଳାଖେମୁଣ୍ଡି ମେଡ଼ିକାଲରୁ ରେଫର କରିବା ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସରେ ଶ୍ରୀକାକୁଲମ ନେବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଟ୍ରିଟମେଣ୍ଟ ପାଇଁ ହଠାତ୍ ମୃତ୍ୟୁ ଘଟିଛି। ଜୀବନ ଏମିତି ବି ଚାଲିଯାଉଛି, ଏ କଥା ଦେଖିଛୁ। ହେଲେ ଦେଖି ମଧ୍ୟ ପୁଣି ଆଉ ଜୀବନ ଯିବା କଥା ଭାବିଲେ କଷ୍ଟ ଲାଗୁଛି ଯେ ଷ୍ଟିଫାନ ବି ଏମିତିକା ମୃତ୍ୟୁରେ ଏକ ଦିନ ମରିଯିବେ। ଦୁଃଖଦାୟକ ବିଷୟ, ଏକ ପୀଡ଼ାର ବିଷୟ। ମୃତ୍ୟୁ ସମସ୍ତଙ୍କୁ ଆସେ। ଦୁଃଖ ବି ଲାଗୁଛି ଯେ ଏତେ ସ୍ୱଳ୍ପ ବୟସରେ ସେ ପ୍ରଭୁଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମୋର ପ୍ରିୟ ଦର୍ଶକଗଣ, ପ୍ରଭୁଙ୍କ ଗୌରବ ପାଇଁ ସେ ଛୋଟ ବେଳରୁ ହିଁ ଯେଉଁ ଆଶା ପୋଷଣ କରିଥିଲେ ତାହା ସେ କରି ଦେଖାଇଥିଲେ। ସେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ମ୍ୟୁଜିକ୍ ଷ୍ଟୁଡ଼ିଓ ବି କରିଥିଲେ। ତାଙ୍କର ଏକ ଚ୍ୟାନେଲ୍ ରହିଛି ଷ୍ଟିଫେନ୍ ମ୍ୟୁଜିକ୍। ଆପଣମାନେ ୟୁଟ୍ୟୁବରେ ଦେଖିବେ ସେ କେମିତି ଗୀତ କମ୍ପୋଜ କରନ୍ତି। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତକୁ ସେ ସୌରା ଗୀତ, ଓଡ଼ିଆ ଗୀତ, ତେଲୁଗୁ ଗୀତ, ହିନ୍ଦୀ ଗୀତ, ପ୍ରାୟତଃ ସେ ପ୍ରଭୁଙ୍କ ଗୌରବ ପାଇଁ ବିଭିନ୍ନ ଭାଷାରେ ଗୀତ ବି ଗାଇଛନ୍ତି। ମୋର ପ୍ରିୟ ଦର୍ଶକଗଣ, ଆଜି ସେ କଣ୍ଠ ରୁଦ୍ଧ ହୋଇଗଲା, କିନ୍ତୁ ଗୋଟିଏ କଥା, ଜଗତ ଥିବା ଯାଏ ଷ୍ଟିଫାନଙ୍କ ଗୀତ ସମସ୍ତଙ୍କ କାନକୁ ଶୁଭିବ। ପ୍ରିୟ ଦର୍ଶକ, ଅନୁରୋଧ କରିବି, ସେ ଚାଲିଗଲେ କିନ୍ତୁ ତାଙ୍କ ପରିବାର ଶୋକାକୁଳ ଅବସ୍ଥାରେ ଅଛନ୍ତି। ନିହାତି ପ୍ରାର୍ଥନାରେ ତୋଳି ନେବେ ତାଙ୍କ ପିଲାମାନଙ୍କ ପାଇଁ, ତାଙ୍କ ଶୋକାକୁଳ ପରିବାର ପାଇଁ, ତାଙ୍କ ମଣ୍ଡଳୀ ପାଇଁ। ଥ୍ୟାଙ୍କ ୟୁ।